ओके गुड मॉर्निंग स्टूडेंट अगेन समस्त को गुड मॉर्निंग। और मो वॉइस क्लियर अच्छे। मो वॉइस क्लियर अच्छे एवरीथिंग इज क्लियर। नो इश्यू। ओके थैंक यू। तो आज आम स्टार्ट करुचे एक नुआ सीरीज बा नुआ सेशन जोटा हूँ मैथ रो। आज हूँ क्लास वन। मु टोटाल तुम मैथ रो 50टा क्लास नेबी। ଆଉ ଆଜିର ଡେଟ୍ରେ ମୁଁ ତୁମକୁ କହୁଛି ଆଜି ହେଉଛି 11/11/2025। ଯେତେବେଳେ ତୁମର 50ଟା କ୍ଲାସ୍ କମ୍ପ୍ଲିଟ୍ ହେବ, ପ୍ରତ୍ୟେକ ପିଲା ଯେ ସିନସିୟରଲି ଲାଷ୍ଟ ପର୍ଯ୍ୟନ୍ତ କ୍ଲାସ୍ କରିଥିବ ସେ ଡେଫିନେଟଲି 100ରୁ 100% ସ୍କୋର କରିବ ବା 100ରୁ 100% କ'ଣ ହବ ନା ସକ୍ସେସ୍ ରହିବ ମ୍ୟାଥରେ। ଗୋଟେ ସେକେଣ୍ଡ। ଓକେ, ଏବେ ଭଏସ୍ ଠିକ୍ ଅଛି। ଆଚ୍ଛା, ବର୍ତ୍ତମାନ ହ୍ୱାଇଟ୍ ବୋର୍ଡ ଶୋ ହେଉଛି। ଓକେ ଥ୍ୟାଙ୍କ ୟୁ। ଦେଖ, ଓକେ ଓକେ, ଚलो। ତ ଆଜି ହେଉଛି ମ୍ୟାଥର କ୍ଲାସ୍ ୱାନ୍। ଆଉ ଏଇ କ୍ଲାସ୍ ୱାନ୍ରେ ମୁଁ ତୁମକୁ ଫାଷ୍ଟ 5 ମିନିଟ୍ ଟାଇମ୍ ନେବି, ତାପରେ ମୋ କ୍ଲାସ୍କୁ ଷ୍ଟାର୍ଟ କରିବି। ମନେ ରଖ, ଟୋଟାଲ 50ଟା କ୍ଲାସ୍ ମୁଁ ତୁମମାନଙ୍କୁ ନେବି। ଆଉ ଗ୍ୟାରେଣ୍ଟି ସହିତ କହିବି, ଯେକୌଣସି ପିଲା ଯେଉଁ ଲେବୁଲରେ ଥାଅ, ଇଭେନ୍ ଯଦି ତୁମେ ଜିରୋ ଲେବୁଲରେ ଅଛ, ଆଫ୍ଟର 50 କ୍ଲାସ୍ ପରେ ତୁମେ ସେ 100%ରେ ପହଞ୍ଚିବ। ଏଟା ମୋର ଗ୍ୟାରେଣ୍ଟି। ତା ପାଇଁ ତୁମକୁ କ'ଣ କରିବାକୁ ପଡ଼ିବ? ବାସ୍ ଗୋଟେ ଜିନିଷ ହେଉଛି, ରେଗୁଲାର ବେସିସ୍ରେ କ୍ଲାସ୍ କରିବାର ଅଛି। ଯେତିକି ଏଭ୍ରିଡେ ବେସିସ୍ରେ ତୁମମାନଙ୍କୁ ଯେଉଁ ହୋମୱାର୍କ ଦେବି ସେତିକି କମ୍ପ୍ଲିଟ୍ କରିବାର ଅଛି। ଆଉ କ'ଣ ନା, ପ୍ରତ୍ୟେକ ଦିନ ଟ୍ରାଏ କରିବ ପ୍ରତ୍ୟେକ ଦିନ କ୍ଲାସ୍କୁ ଆଟଲିଷ୍ଟ 2 ଟାଇମ୍ ରିଭିଜନ କରିବାର ଅଛି। এই 3ଟା ରୁଲ୍କୁ ମନେ ରଖିବ। ରେଗୁଲାର ବେସିସ୍ କ୍ଲାସ୍ କରିବ, ଯେଉଁ ହୋମୱାର୍କ ଦେବି ତାକୁ କମ୍ପ୍ଲିଟ୍ କରିବାର ଅଛି, ଆଉ ଯେଉଁଦିନ ଯାହା ମୁଁ ପଢ଼େଇଛି ମିନିମମ୍ 2 ଥର ତୁମମାନଙ୍କୁ ରିଭିଜନ କରିବାର ଅଛି। ଆଉ ଏ କ୍ଲାସ୍ର ରୁଲ୍ ହେଉଛି, ପ୍ରଥମ 4ରୁ 5ଟି କ୍ଲାସ୍, ପ୍ରଥମ 4ଟି କ୍ଲାସ୍ ମୁଁ ଏକଦମ ଜିରୋ ଲେବୁଲ ଉପରେ ଡିସ୍କସନ୍ କରିବି। ଏକଦମ ଜିରୋ ଲେବୁଲ ମାନେ ତୁମକୁ ଆଡିସନ୍, ସବଷ୍ଟ୍ରାକ୍ସନ୍, ଡିଭିଜନ୍, ମଲ୍ଟିପ୍ଲିକେସନ୍, ଯେଉଁ ଫ୍ରାକ୍ସନ୍, ଏଭ୍ରିଥିଙ୍ଗ ମୁଁ ଡିସ୍କସନ୍ କରିବି। ଆକ୍ଚୁଆଲି ଗୋଟେ ମ୍ୟାଥ୍ ନ ହେବାର କାରଣ ହେଉଛି ଏଇଆ। ମ୍ୟାଥ୍ ନ ହେବାର କାରଣ ହେଉଛି ଏଇ ଜିନିଷ। ତୁମର ଆଡିସନ୍ ପ୍ରୋବ୍ଲେମ୍ ଥାଏ, ସବଷ୍ଟ୍ରାକ୍ସନ୍ ପ୍ରୋବ୍ଲେମ୍ ଥାଏ, ଡିଭିଜନର ପ୍ରୋବ୍ଲେମ୍ ଥାଏ, ଏଭ୍ରିଥିଙ୍ଗ ଯୋଉଟାକି ରିଅଲ୍ ପ୍ରୋବ୍ଲେମ୍। এই 4ଟା କ୍ଲାସ୍ ନେବି। ଏ କ୍ଲାସ୍ର ରେକର୍ଡିଂ ଆଦିତ୍ୟ ଏକାଡେମୀ ଆପ୍ଲିକେସନ୍ ଯେଉଁମାନେ ଡାଉନଲୋଡ୍ କରିଛ, ଯେଉଁ 199 ସିଜିଏଲ୍ ବ୍ୟାଚ୍ ଅଛି ବା ତୁମମାନଙ୍କର 2999 ଯେଉଁ ଓଏସ୍ ବ୍ୟାଚ୍ ଅଛି, କିମ୍ବା 3999 ଯେଉଁ ଓଏସ୍ ବ୍ୟାଚ୍ ଅଛି, ସମସ୍ତଙ୍କ ବ୍ୟାଚ୍ରେ ମୁଁ ଅପଲୋଡ୍ କରିବି। କାହିଁକି ନା ମ୍ୟାଥ୍ ସମସ୍ତଙ୍କର ପ୍ରାୟତଃ ସମାନ। ଯଦି ଗୋଟେ ପିଲା ଏଇ ମ୍ୟାଥ୍କୁ କରୁଛି, ତାର ସିସାର ପେପର ଯେଉଁ GS2ଟା ଯେଉଁ ଅଛି ଆରାମସେ କ୍ଲିୟର ହେବା ସହିତ ସିଜିଏଲ୍ର ମଧ୍ୟ ଯେଉଁ ମ୍ୟାଥ୍ ଅଛି କିମ୍ବା କୌଣସି ଏକ୍ଜାମ୍ ପାଇଁ ଯଦି ସେ ପଢୁଛି ଆରାମସେ ଏଠି କ୍ଲିୟର ହେଇଯିବ। କିନ୍ତୁ ଆର ରେକର୍ଡିଂ ଆଉ PDF ଆଦିତ୍ୟ ଏକାଡେମୀର ଆପ୍ଲିକେସନ୍ ଅପଲୋଡ୍ ହେବ। ଆଉ ଗୋଟେ ଜିନିଷ ମୁଁ କହିଦେଉଛି, ଏ କ୍ଲାସ୍ଟା ଏଭ୍ରିଡେ ଚାଲିବ ବର୍ତ୍ତମାନ ଡିସେମ୍ବର ଏଣ୍ଡ ପର୍ଯ୍ୟନ୍ତ। ସମୟ ହେଉଛି 8ଟା AM। ହଁ, କୋଉ ଦିନ 10-15 ମିନିଟ୍ର ଡିଫରେଣ୍ଟ ହେଇପାରେ, ବଟ୍ ଏଟା ହେଉଛି ରେଗୁଲାର ବେସିସ୍ ଟାଇପ୍। ଆଚ୍ଛା, ସମସ୍ତେ ରେଡି ଅଛ? ନୂଆ ଖାତା କରିଛ? ମୁଁ ତୁମମାନଙ୍କୁ କହିଥିଲି ଯେ এই ମ୍ୟାଥ୍ କ୍ଲାସ୍ ହେଉଛି ତୁମମାନଙ୍କ ପାଇଁ ଜୀବନର ଶେଷ କ୍ଲାସ୍ ହେବ। କାହିଁକି? ଆପରେ ତୁମକୁ ମ୍ୟାଥ୍ ପଢ଼ିବନି। ହଁ, ମ୍ୟାଥ୍ ପ୍ରାକ୍ଟିସ୍ କରିବ, କିନ୍ତୁ ମ୍ୟାଥ୍କୁ ଯେଉଁ ଥିଓରି କେବେ ଯେମିତି ଜୀବନ ସାରା ନ ପଢ଼ିବାକୁ ପଡ଼େ। ଜୀବନର ଶେଷ ମ୍ୟାଥ୍ ବୋଲି ଭାବିବ। ପୁରା ରେଡି? ପୁରା ଜୋଶ ସହିତ? ଥ୍ୟାଙ୍କ ୟୁ। ଫାଷ୍ଟ ହେଡିଂ ଦିଅ। ଆଜି ଆମେ ବେସିକ୍ କ୍ଲାସ୍ର ଫାଷ୍ଟ ଲେଖ କାଲକୁଲେସନ୍। କାଲକୁଲେସନ୍ ଦେଖ, ମୁଁ ବର୍ତ୍ତମାନ ତୁମକୁ ଆଜି ଆଉ କାଲି 2 ଦିନ ମୋର ରହିବ କାଲକୁଲେସନ୍। 5ଟା କ୍ଲାସ୍ ପୁରା ଜିରୋ ଲେବୁଲରେ ରହିବ, କୌଣସି ଟପିକକୁ ଯିବିନି। କିନ୍ତୁ ହଁ, ପଲିଟିଟା ମୁଁ 5ଟା ବେଳେ ସନ୍ଧ୍ୟା 5ଟାରେ ରଖାଯିବ। କହିବି ଲାଷ୍ଟ ପଳେଇ ଆସ। କାଲକୁଲେସନ୍ ପ୍ରଥମେ ଆମେ ଯେତେବେଳେ କାଲକୁଲେସନ୍କୁ ଲକ୍ଷ୍ୟ କରିଥାଉ, ସାଧାରଣତଃ ଗୋଟେ ପିଲା କାଲକୁଲେସନ୍ କଲାବେଳେ ପର୍ଟିକୁଲାର କେତେଟା ଡିରେକ୍ସନରେ ସେ କାଲକୁଲେସନ୍ କରେ? 4ଟି ଡିରେକ୍ସନରେ ସେ କାଲକୁଲେସନ୍ କରିଥାଏ। ଗୋଟେ ହେଉଛି ଆଡିସନ୍, ଆଉ ଗୋଟେ ହେଉଛି କ'ଣ ସବଷ୍ଟ୍ରାକ୍ସନ୍, ଆଉ ଗୋଟେ ହେଉଛି କିଏ ସେ ମଲ୍ଟିପ୍ଲିକେସନ୍, ଆଉ ଗୋଟେ ହେଉଛି କିଏ ସେ ନା ତୁମମାନଙ୍କର ଆଡିସନ୍, ସବଷ୍ଟ୍ରାକ୍ସନ୍, ମଲ୍ଟିପ୍ଲିକେସନ୍, ଆଉ ଗୋଟେ ହେଉଛି ଡିଭିଜନ୍। এই 4ଟି ଦିଗରେ ହିଁ ସେ କାଲକୁଲେସନ୍ କରିଥାଏ। ବର୍ତ୍ତମାନ ଆମେ ଏବେ ହେଡିଂ ଦିଅ ଆଡିସନ୍। ଏବେ ହେଡିଂ ଦିଅ ଆଡିସନ୍।
पूरा एकदम जीरो रु पढ़ाऊँ केवे कहबनि सर एत लो लेवल कारण क्लास हूँ से जीरो रु 100 रे पहुंचेबी किंतु जीरो हवा दरकार जीरो रो क्लास टा दरकार कारण जीरो देख ओडिशा कौन ऑल इंडिया रे कौन यूट्यूब चैनल को जीव ए जीरो रे किए क्लास स्टार्ट कर मत कहीदेव से लेवल रू आरंभ कर एक्चुअली रियल प्रोब्लेम था पिलार हूँ से जिते आम आडिशन कथा कथा होता नो डाउट समस्त आडिशन होता है समस्त आडिशन कर दे जदि मु कहूँ 112 प्लस 110 आराम से गोटे पिला कह 200 केते ना 22 ओके जोटा कि ए प्रकार आडिशन रे आम प्रोब्लेम हुए ना ए प्रकार जो मिश्रण करुचे इतने प्रोब्लेम हुए ना प्रोब्लेम थाए पॉइंट वाला मिश्रण रे जो गोटे पिला से प्रोब्लेम करता है अच्छा मुझे स्पीड रे क्वेश्चन देवी तुम स्पीड रे आंसर दबो थ्रू से ट्रिक दे आगे आगू जावा 4.5 प्लस 6.2 आंसर केते आसला क्विक स्पीड रे 4.5 प्लस 6.2 आंसर केते आसला जदि मु 45 प्लस 62 कहबी गोटे पिला इजिली करदब किंतु 4.5 प्लस 6.2 रो आंसर केते आसला 10.7 केते आसुची 10.7 देखो 4.5 6.2 एटी गोटे रूल को मन रखियो पॉइंट पर पॉइंट पर गोटे साइड को रखियो पॉइंट पूर्वटा को गोटे साइड रखियो देखो 5 2 केते आसला 7 तो 4 6 4 होची केते ना 10 तो ये मु पॉइंट रखी तो ये केते आसला ना 10.7 केते आसला 10.7 जदि जदि मु तुमको क्वेश्चन दउछि पिले जदि मु तुमको क्वेश्चन दउछि 4.21 प्लस 7.1 आंसर केते आसीबो 4.21 प्लस 7.1 आंसर केते आसीबो 4.21 प्लस 7.1 इटे आंसर केते आसीबो देख एठू धीरे धीरे मु ट्रिक को यूज करुचे बेदिक को यूज करुचे 11.22 11.31 देख एटा हूँ रियल प्रोब्लेम गोटे स्टूडेंट कहीं केबे निजको खराब बेली भाबियोनी जे एते को सहज क्वेश्चन मोर भूल होची कहीं केबे काको क्रिटिसिज्म करवानी कहीं ना एटा हूँ रियल प्रोब्लेम तुम निजे फील कर परथो एक्चुअली आम सहित कौन घटुला एटा हूँ प्रोब्लेम देख एठी मन रख एठी आंसर होची केते ना 11.31 किंतु बहुत सारा पिला आंसर कले 11.22 आर कारण भी अच्छे देख 7 4 11 21 ये हला 1 22 ये हूँ थर्ड थिला किंतु एक्चुअली ये सब क्वेश्चन सेमती हुए ना देख 4.21 এটা হল 7.1 দেখো পয়েন্ট পরে ସବୁବେଳେ ପାଇଁ ନମ୍ବରକୁ ଆମେ ସମାନ ରଖିବା ଧର ପଏଣ୍ଟ ପରେ ଏଠି ଦିଟା ସଂଖ୍ୟା ଅଛି ମାନେ ଆର ପଏଣ୍ଟ ପରେ ଦିଟା ରହିବା ଦରକାର ଯେହେତୁ 1 ଖାଲି ଲେଖା ହେଇଛି ମୁଁ ଆଉ ଗୋଟେ ଶୂନ ଆଡ୍ କଲି କେତେ ଆଡ୍ କଲି ଶୂନ ଆଡ୍ କଲି ତାହେଲେ ଏଠି ଆର ଭ୍ୟାଲୁ କେତେ ଆସିଲା 1 ଶୂନ ହଉଛି 1 2 1 ହେଲା 3 ଏଠି ଆନ୍ସର ହେଲା 7 4 ହେଲା 11 11.31 11.31 एग्जैक्टली एग्जैक्टली जदि मु गोटे क्वेश्चन तुमको दौर पिले जे 4.213 प्लस 5.211 आर आंसर के 5.11 आर आंसर के देख ठीक एग्जैक्टली आम से जिन फोकस कर देख 4.213 5.11 तो मु कही पॉइंट पर सब समान नंबर रहा दरकार पॉइंट पर सब समान नंबर रहा दरकार तो इठी तीनटा अच्छी माने इठी भी तीनटा रहा दरकार ये शून बसेली 3 2 3 5 4 9 मोर कहबार कथा था स्टूडेंट पूरा क्लीयर है तो हाँ कि ना मोर कहबार थिला समस्त क्लीयर है हाँ कि ना अच्छा ମୁଁ ଖାଲି ଗୋଟେ क्वेश्चन ପଚାରିବି ଯୋଉମାନେ ସବୁ କିଛି ପିଲା ବି ଲାଇଭ ସମସ୍ତେ ଅଛ 95 ଜଣ ଅଛ ଲାଇଭରେ ଆକ୍ଚୁଆଲି ଏଟା ପ୍ରୋବ୍ଲେମ ତୁମମାନଙ୍କର ନୁହେଁ ଯୋଉ ପ୍ରୋବ୍ଲେମଟାକୁ ଆମେ ଇଗ୍ନୋର କରିକିରି ପୁରା ଡାଇରେକ୍ଟ ପରସେଣ୍ଟେଜ ଯାଉ ତ ଏସବୁ ଜିନିଷ ଉପରେ ଆମକୁ କାମ କରିବାର ଅଛି ନା ନାହିଁ ଓକେ ମୁଁ ସ୍ପିଡ୍ ଆଉ 2 3ଟା କ୍वेଶ୍ଚିନ୍ ଦେବି ତମେ ମତେ ଆନ୍ସର କହିବ ତାପରେ ଆମେ ସବଷ୍ଟ୍ରାକ୍ସନକୁ ଯିବା 21.2 ପ୍ଲସ୍ 2.21 ଆଉ ଗୋଟେ କ୍वेଶ୍ଚିନ୍ ହଉଛି 4.9 ପ୍ଲସ୍ 1.1 ଆଉ ଗୋଟେ କ୍वेଶ୍ଚିନ୍ ହଉଛି 6.2
टू वन प्लस 7.99। चल तीन टाका आंसर लिखो, एकाथे आंसर दो। तीन टाका करिवो, एकाथे आंसर दो। गोटे गोटे कर आंसर एकाथे तीन टा दबो, गोटे गोटे नुहे। एकाथे तीन टा दबो, जी भी आंसर दो एकाथे आठ टाइम तीन टा स्पीड कार आगो सोच। এটা হচ্ছে 1-1 ହେଲା। थैंक यू। ओके 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 ओके, थैंक यू थैंक यू थैंक यू। देखो चलो ଏବେ ଯିବା क्वेश्चन आंसर। ଦେଖ ଆର ଆନ୍ସର କେତେ ବାହାର କରିବା। ଦେଖ 41.2 ଅଛି, ଏଠି କେତେ ଅଛି ନା 2.41 ଅଛି। ଦେଖ ଆକ୍ଚୁଆଲି ଏଇଠି ଗୋଟେ ପିଲାଟାକୁ କଣ କରିବାର ଅଛି। ଦେଖ পয়েন্ট পূর্বটা দেখো ମୁଁ ଏଠି 41 ଲେଖା ହେଇଛି, ଏଠି 2 ଲେଖା ହେଇଛି। তুমি କି ସାର୍ ଏଠି ତ ଗୋଟିଏ ସଂଖ୍ୟା ଅଛି, ଆ ଦେହରେ ଶୂନ ଦିଆ ହବ ନାହିଁ। ପଏଣ୍ଟ ପୂର୍ବଟା ଯାହା ଥିବ ସବୁବେଳେ ପାଇଁ ସେୟା ରୁହେ, କିନ୍ତୁ ପଏଣ୍ଟ ପରଟା ସବୁବେଳେ ପାଇଁ ଦୁଇ ଜଣଙ୍କ ଭିତରେ ନମ୍ବର ସମାନ ହେବା ଦରକାର। ତଳେ ଯେହେତୁ ଦିଟା ସଂଖ୍ୟା ଅଛି, ଉପରେ ବି ଦିଟା ସଂଖ୍ୟା ରହିବା ଦରକାର। ଏଠି ମୁଁ ଶୂନ ବସେଇଲି। ଏବେ ଆଡିସନ କରିବା। 1 4 2 6, ଏଠି ରଖିଲି ପଏଣ୍ଟ 3, 2 କେ 3, ଏଟା 43.61। 43.61 ସମସ୍ତେ ବୁଝିପାରିଲ କେମିତି 43.61 ହେଲା? ପୁରା କ୍ଲିୟର ଅଛି? ঠিক এক্সাক্টলি। ଏବେ ଯିବା ସେକେଣ୍ଡ ନମ୍ବର କ୍ୱେଶ୍ଚିନ୍ କୁ। ସେକେଣ୍ଡ ନମ୍ବରଟା ଲକ୍ଷ୍ୟ କର। 4.9 1.1। ଦେଖ 9 1 10 ଶୂନ। ତ ଶୂନ ଯେହେତୁ ହେଇଛି 10 ହେଇଛି ମାନେ ଶୂନ ରଖି ମୁଁ 1 ନେବି। ତ ଏଇ 1 ଟା କୋଉ ପଟକୁ ଯିବ? ଏଇ 1 ଟା ଏଇ ପଟକୁ ଆସିଲା। ଏଇ ପଟକୁ ଆସିଲା ନା ନାହିଁ? 4 1 5 ଯୋଉ 1 ଟା ଆସିଗଲା ହଉଛି 6। 6.0 ବା ଆମେ ଆକୁ ଲେଖିପାରିବା ଖାଲି 6 ବୋଲି ଲେଖିପାରିବା। ବୁଝିପାରିଲ ସମସ୍ତେ ହଁ କି ନା? ଶୁଣୁ ଏବେ ଆସ, ଏବେ ଯିବ ଏଇ ପଏଣ୍ଟ, ଏଇ ନମ୍ବର ପଏଣ୍ଟକୁ ଆସ। ଦେଖ 6.21 7.99। ଦେଖ ଏବେ ଆମେ କେମିତି କାଲକୁଲେସନ କରିବା? 9 1 10 ଶୂନ ରଖିନେଲି 1, 9 1 10 12 2 ରଖିନେଲି 1, ଦୁଇଟା କୁଆଡେ ଏପଟକୁ ଆସିବ? 7 7 14। ତ 14.20 ଅଛି, ଆକୁ କେମିତି କେମିତି ଲେଖାଯାଏ ନା 14.2 ବୋଲି ଲେଖାଯାଏ। 14.2 ବୋଲି 20 ଏମିତି ଲେଖାଯାଏ, କାରଣ ରାଇଟ୍ ସାଇଡରେ ଜିରୋକୁ ରଖାଯାଏ ନାହିଁ। ରାଇଟ୍ ସାଇଡରେ ଆମେ ଜିରୋକୁ ରଖିନଥାଉ। ଓକେ, ତ 14.20 ବା ଆମେ ତାକୁ କେମିତି ଲେଖିପାରିବା? 14.2। ମୋର କହିବାର କଥା ହଉଛି ଷ୍ଟୁଡେଣ୍ଟ, ଏଇ ଯୋଉ କନସେପ୍ଟ ଥିଲା ସମସ୍ତଙ୍କର କ୍ଲିୟର ଅଛି? ଆକ୍ଚୁଆଲି ବହୁତ ସାରା ପିଲାଙ୍କ ପ୍ରୋବ୍ଲେମ ଏଇଠି ହିଁ ହେଇଥାଏ, ଯୋଉଟା କି ସେ ବୁଝିପାରନ୍ତିନି। ସେ ଡାଇରେକ୍ଟ ପଳେଇ ଯାଆନ୍ତି କୋଉଠିକି ନା ପରସେଣ୍ଟେଜ ପ୍ରଫିଟ ଲସ୍ ଏକ୍ସ ୱାଇ ଜେଡ୍। ପୁରା କ୍ଲିୟର? ପୁରା କ୍ଲିୟର? ୟେସ୍ ଅର୍ नो? थैंक यू। ଏବେ ହେଡିଂ ଦିଅ। ଏବେ ହେଡିଂ ଦିଅ ସବଷ୍ଟ୍ରାକ୍ସନ। ଏବେ ହେଡିଂ ଦିଅ ସବଷ୍ଟ୍ରାକ୍ସନ। ଆଚ୍ଛା, ଏଠି କିନ୍ତୁ ମଜାଦାର ଜିନିଷ କିଛି ଅଛି। ସବଷ୍ଟ୍ରାକ୍ସନ ରେ କିଛି ମଜାଦାର ଜିନିଷ ଆମେ ପାଇବା। ଓକେ, ଆଚ୍ଛା 8.2 ମାଇନସ 6.3। 8.2 ମାଇନସ 6.3 ଆନ୍ସର କେତେ ଆସିବ? 8.2 ମାଇନସ 6.3। କାହିଁକି ଭାବୁଛୁ? 2.0। ଓକେ, ଦେନ୍ 1.9, ଦେନ୍ ଦେଖ ଭୁଲ ହେଲେ କିଛି ପ୍ରୋବ୍ଲେମ ନାହିଁ। ମୁଁ କହୁଛି ଭୁଲ କର, କାରଣ ମୁଁ ତମକୁ ଶିଖେଇବା ପାଇଁ ଅଛି। ଭୁଲ କରିବାର ଅଛି, ଭୁଲ କଲେ ହିଁ ତମେ ଶିଖିବ ନା। ଦେଖ କି ଗାରୁଛ, ଗାରେଇଲେ ମୁଁ ଡିଷ୍ଟର୍ବ ହେଇଯାଉଛି ଟିକେ, ମାନେ ମୋ ମୁଡ ଟା ସୁଇଂ ହେଇଯାଉଛି। ସେଥିପାଇଁ ସ୍କ୍ରିନ୍ ଉପରେ କେହି ଟଚ୍ କରନି। ସ୍କ୍ରିନ୍ ଉପରେ ଟଚ୍ କଲେ ଦେଖ ମାଇଣ୍ଡ ସୁଇଂ ହେଲା ଗୋଟେ ଜିନିଷ ଥାଏ। ଯଦି ମାଇଣ୍ଡ ସୁଇଂ ହଉଥିବ, ତୁମେ ଚାହିଁଲେ ବି ଗୋଟେ ଜିନିଷ ଉପରେ କନସେନ୍ଟ୍ରେସନ କରିପାରିବନି, ଅଯଥା ରାଗିବା ଏସବୁ ଜିନିଷ ହେଇଯାଏ। ହେଲା, ଚାଲ ଦେଖ କେମିତି କରିବା। 8.2 ମାଇନସ 6.3। ଦେଖ ଏଠି କଣ ହବ? ତ 2ରୁ 3 ଯାଇପାରିବନି, 2ରୁ 3 ଯାଇପାରିବନି। ତ ଏପଟ ସାଇଡରୁ ମୁଁ 1 ଆଣିଲି। 1 ଆଣିବାର ଅର୍ଥ କଣ? ଆର ଅର୍ଥ ହଉଛି 10। ମୋ କଥା ଧ୍ୟାନ ଦେଇ ଶୁଣ। ଏପଟୁ ମୁଁ 1 ଆଣିବି ମାନେ ଆର ଅର୍ଥ ହଉଛି 10। କିନ୍ତୁ ଏପଟରୁ ଏପଟକୁ ଆମେ ଯଦି ମିଶାଣ କଲା ବେଳେ, ଏପଟରୁ ଯେତେବେଳେ ମୁଁ ଏପଟକୁ ନଉଥିଲି, ସପୋଜ 1 ନେଲି କିମ୍ବା 2 ନେଲି, ଯାହା ବି ନେଲି ଭ୍ୟାଲୁଟା ସେୟାର ହେବ। କିନ୍ତୁ ଯେତେବେଳେ ମୁଁ ଲେଫ୍ଟ ସାଇଡରୁ ରାଇଟ୍ ସାଇଡକୁ 1 ଏକ୍ସଟ୍ରା ଆଣୁଛି, ତାର ମିନିଂ ହଉଛି 10। ତାର ମିନିଂ ହଉଛି 10। ତ ଏ ଜାଗାର ମୂଲ୍ୟ ଏବେ କେତେ ହେଇଗଲା? ଇଏ ହଉଛି 2, ସେପଟୁ ଆସିଲା 10, ଇଏ ହେଇଗଲା 12। କେତେ ଆସିଗଲା? 12। 12ରୁ 3 ଗଲା, କେତେ ଆସିଲା? 12ରୁ 3 ଗଲା 9।
पूरा क्लियर समस्ते पॉइंट ऑलरेडी एक पलैछि आ रही केते आ रही केते 7 7 रु 6 गला 7 6 गला 1 1.9 समस्ते बुझा पइला यस और नो हां कि ना क्लियर अच्छे समस्ते यस और नो हां कि ना अच्छा ओके थैंक यू तो एबे गोटे क्वेश्चन दोछे एबे गोटे क्वेश्चन दोछे 14.23 हाँ एठी गोटे जिनिस कहबी अनुरोध रहिबो मोर तुम मानक प्रति कि कैलकुलेटर यूज करबनी बुझिबार अछि ହେଲା 14.23 ମାଇନସ୍ 4.37 ମାଇନସ୍ 4.37 क्विक स्पीड रे आंसर दियो देखा जो कहाँ आंसर होची 14.9.86 थैंक यू देन आउ कहाँ आसु 9.86 ओके देन कहाँ आसला 9.86 9.86 सुधीर पत्र 9.86 ओके थैंक यू 9.86 ମାନେ କଣ ଏଇ ଯୋଉ ଛୋଟ ଛୋଟ ଗୋଟେ ମଜା କଥା ଥାଏ ଲାଇଫ ରେ ମଜା ଲାଗେ କଣ କହିଲ ହଁ ଗୋଟେ କଥା ଅଛି ଦେଖ ଗୋଟେ ଗୋଟିଏ ବିଲୁଆ ଯଦି ପାଣିକି ଡେଇଁଲା ସବୁ ବିଲୁଆ ବି ପାଣିକି ଡେଇଁବେ ଏ ଗପ ଶୁଣିଛ ଗୋଟେ ବିଲୁଆ ଯଦି ପାଣିକି ଡେଇଁଲା ସବୁ ବିଲୁଆ ବି ପାଣିକି ଡେଇଁବେ ଏଟା ଶୁଣିଛ କେବେ ବା ଗୋଟିଏ ବିଲୁଆ ଯେତେବେଳେ ଭୋକିବ ବାକି ସବୁ ବିଲୁଆ ବି ସେଇ ଜିନିଷ କରିବେ ଆର ଅର୍ଥ ହଉଛି ଜଣେ ଯଦି କିଛି କଥା କହିଲା ସମସ୍ତେ ତା ପାଳି ଧରିବେ ସେ ତାର ଭୁଲ କୋଉ ଠିକ କୋଉ ସେ ତାକୁ ଭୁଲ କୋଉ ଠିକ କୋଉ ଏ କୋଶ୍ଚିନ୍ ର ଆନ୍ସର କଣ ମତେ ଜଣା ନାହିଁ କିନ୍ତୁ ଏ କୋଶ୍ଚିନ୍ ର ଆନ୍ସର ହବ 9.89 9.89 କିନ୍ତୁ ଗୋଟିଏ ପିଲା ଆନ୍ସର ଦେଲା 9.86 ଆଇଦର ତାର ବାଇ ମିଷ୍ଟେକ୍ ହଉ କିଛି ବି ହଉ ବାସ୍ ଏଇ ଗୋଟିଏ ଜିନିଷ ସମସ୍ତେ ପାଳି ଦେଲେ ଥରେ ବି ଚେଷ୍ଟା କଲେନି ନିଜେ କରିବା ପାଇଁ ଯେ ଆକ୍ଚୁଆଲି ସେ ଠିକ କରିଛି କି ଭୁଲ କରିଛି କଣ ପାଇଁ ଏ ଜିନିଷ ନିଜେ କାହିଁ କରିବନି ଚାଲି ଏବେ ଦେଖିବା ଏ ଏ ଜିନିଷ କେବେ ବି କରିବନି ଯେ ଜଣେ କେହି ଆନ୍ସର ଦେଖ ଗୋଟିଏ ପିଲାର ଆନ୍ସର ଯାହା ହବ ତା ଅର୍ଥ ନୁହେଁ ଯେ ସବୁ ପିଲାଙ୍କ ଆନ୍ସର ସେୟା ହବ ହଁ ସିଏ ମିଷ୍ଟେକ କିଛି କରିଦେଇଛି ତା ଅର୍ଥ ସବୁ ପିଲା ମିଷ୍ଟେକ କରିଛ ଦେଖ 14.23 14.23 ଆଚ୍ଛା ତାପରେ ଆସିଲା 4.34 ତାକୁ ଆମେ ମାଇନସ କରିବା ଦେଖ ଏଠି 3 ରୁ 4 ଯାଇପାରିବନି ଆକୁ ଏପଟରୁ ଆଇଲି ଆର ମୂଲ୍ୟ ହେଇଗଲା 10 10 ମାନେ ହଁ ଦେଖ 10 ମାନେ 10 ଇଏ ହଉଛି 3 13 13 ରୁ 4 ଗଲା କେତେ 9 13 ରୁ 4 ଗଲା କେତେ 9 ଓକେ ତ ଏ ଘରେ ଯୋଉ 2 ଥିଲା ଆଉ ସେ 2 ନାହିଁ କାରଣ ଅଲରେଡି 2 ଗୋଟେ ମୁଁ 1 ନେଇଯାଇଛି ଆ ମୂଲ୍ୟ ଏବେ ବର୍ତ୍ତମାନ 1 ଅଛି ଏ ଘରୁ ଆଉ 1 ଆଇଲି ତ ଏଠି କେତେ ହେଇଗଲା ନା 11 11 ରୁ 3 ଗଲା କେତେ ପିଲା ଆସିଲା ନା 8 ପଏଣ୍ଟ ଏଠି ଆଉ 4 ନାହିଁ ଏଠି ଆଉ 3 ମାନେ 13 ହେଇଯାଇଛି 13 ରୁ 4 ଗଲା କେତେ ପିଲେ 13 ରୁ 4 ଗଲା କେତେ 9.89 9.89 9.89 9.99 ନୁହେଁ 9.99 ନୁହେଁ 9.89 ମୋ କହିବାର କଥା ଥିଲା ସମସ୍ତେ କ୍ୱେଶ୍ଚିନ୍ କୁ ବୁଝିପାଇଲ ହଁ କି ନା 37 ଲେଖିଥିଲି କୋଉଠି ଲେଖିଛି 37 କହିଛି କିନ୍ତୁ 34 ଲେଖିଲି ନା କଣ ଏମିତି କିଛି ହେଇଯାଇଛି କି ଓ ସରି ଯଦି ଯଦି ହେଇଯାଇଥିବ ତାହେଲେ ସରି 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 ହଁ ଥ୍ୟାଙ୍କ ଓକେ ବୁଝା ପାଇଲ ତ ଆଚ୍ଛା ଓକେ 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 ଚାଲ ଏବେ ଏଇଭଳି ଆଉ ଗୋଟେ କ୍ୱେଶ୍ଚିନ୍ ଦଉଛି 45.65 45.65 ମାଇନସ୍ 12.49 ଦେଖାଯାଉ କାହାର ଆନ୍ସର ଆସୁଛି ସ୍ପିଡ୍ କ୍ୱିକ୍ ଜଲ୍ଦି 33.16 ଥ୍ୟାଙ୍କ ୟୁ ଦେଖ 45.65 ମାଇନସ୍ କରିବା 12.49 ଆଚ୍ଛା 15ରୁ 5 ରୁ 4 ଯାଇପାରିବନି ଏଠୁ ଆମେ ଏକ୍ସଟ୍ରା 1 ଆଣିଲେ ଆମୂଲ୍ୟ ହେଇଗଲା 15 15ରୁ ହଁ 15ରୁ 9 ଗଲା କେତେ 6 ରହିଗଲା ଏଠି ହେଲା 5 5 4 ଗଲା 1 ଓକେ 16 ତ ଏଠି 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 ଆମେ ସେ 5 ଥିଲା 5ରୁ 2 ଗଲା 3 4ରୁ 1 ଗଲା 3 33.16
33.16। तो एबे हमर हेगला कोन सब्सट्रैक्शन। मोर कहला कथा थला पहिले जे सब्सट्रैक्शन रिलेटेड जो कांसेप्ट थला पूरा क्लियर होला। शेष क्वेश्चन टे देबी, लास्ट क्वेश्चन देबी, तो हम आगु जिबा। ओके, लास्ट क्वेश्चन होची 25.46 माइनस 12.52। 25.25.46 माइनस 12.52 माइनस 12.52। 25.46 माइनस 12.52। এটা এটা কোন ডিফারেন্ট आंसर আছে সমস্ত কিছু কিছু। 12.594। 12.94। थैंक यू थैंक यू। चलिए देखो। ओके, 6 रु 4 गला केते? এটা তো আরাম সে গলা। 6 রু 4 গলা কেতে আসলা? সরি, 6 রু 2 গলা 4। তো এটি 4 রু 5 যাই পারিবনি। ମୁଁ ଏକ୍ସଟ୍ରା ଏଠି 1 ଆଣିଲି। 1 ମାନେ ଏଠି 10 ହେଇଗଲା। 10 ରୁ 4 ଗଲା କେତେ ଆସିଲା? 10 4 ଗଲା 14। 10 4 14। 14 ରୁ 5 ଗଲା 9। 9 କେମିତି ନହେଲା ବୁଝିପାରିଲ? ଏପଟୁ 10 ଆଣିଲେ ମାନେ ଭ୍ୟାଲୁ 4 ଥିଲା, ସେଟା ହେଲା 14। 14 ରୁ 5 ଗଲା, ଏଟା ହଉଛି 9। ଏଠି 1 ଯାଇଛି ମାନେ ଏଠି ଆଉ 4 ଅଛି। 4 ରୁ 2 ଗଲା କେତେ ଆସିଲା? ନା 2। 2 ରୁ 1 ଗଲା 1। 14 12.94। 12.94। एवरीवन क्लियर? नो इश्यू? पूरा क्लियर अच्छो? ଏବେ ଯିବା କୋଉଠି କି? ମଲ୍ଟିପ୍ଲିକେସନ କୁ ଯିବା। ଓକେ, ଏବେ ହେଡିଂ ଦିଅ ମଲ୍ଟିପ୍ଲିକେସନ। ମଲ୍ଟିପ୍ଲିକେସନ ଏତେ କିଛି ଡିଫିକଲ୍ଟ ନାହିଁ। ମଲ୍ଟିପ୍ଲିକେସନ। ओके, ମୁଁ କହିଲି 4.2 इंटू 4। बहुत सारा पिलांकर नॉर्मल मल्टीप्लिकेशन हो जाए, किसी असुविधा नहीं। आ मन रख, मल्टीप्लिकेशन को लेकिन बहुत जन बहुत फॉर्मूला शिखाती। मु गोटे कथा कहबी, मो लाइफ रे मु फॉर्मूला शिखिनी कि बहुत स्पीड मल्टीप्लाई करे। आ कारण होची जहाँ बेसिक कॉन्सेप्ट क्लियर थिबो, बेसिक वाला फॉर्मूला जे यूज करथिबो बहुत स्पीड रे करियो, किछि प्रॉब्लम नहीं। देखो, ଯେତେବେଳେ ତୁମେ ମଲ୍ଟିପ୍ଲିକେସନ କରିବ, ଯେତେବେଳେ ତୁମେ ମଲ୍ଟିପ୍ଲିକେସନ କରିବ, ଗୋଟେ ସିମ୍ପଲ ରୁଲ ମନେ ରଖିବ। ସେ ତେଣିକି ପଏଣ୍ଟ ଦେଇଥାଉ ବା ନ ଦେଇଥାଉ, ଆର ଅର୍ଥ ହଉଛି 42.10 ଇଣ୍ଟୁ 4। ହଁ କି ନା? ଆଗ ପଏଣ୍ଟଟାକୁ ସିମ୍ପ୍ଲିଫାଏ, ତାର ଅର୍ଥ ଆଗ ଆମେ ଆକୁ ଗୁଣିଦେବା। ଗୁଣିଲେ କେତେ ହଉଛି? 4 ଦୁଗୁଣେ 8, 4 ଚଉ 16 ବାଇ 10। ଏଟାକୁ ମୁଁ ଲେଖିଉଛି, କିନ୍ତୁ ତମେ ଥରେ ପ୍ରାକ୍ଟିସ ହେଲା ପରେ ମାଇଣ୍ଡ ରଖିବ, ଲେଖିକି टाइम लॉस करबनी। तो 10 अच्छे माने कौन? केतेटा संख्या पर पॉइंट लगियो? गोटी संख्या पर पॉइंट लगियो 16.8। 16.8 तार अर्थ आमे दीटा गोटे दीटा प्रोसेस रे म आंसर को कहूची। जेतेबेले आकु तुमे मल्टीप्लाई करिवो, आगो नॉर्मल मल्टीप्लाई करो, पॉइंट को हटे देबो। 42 इंटू 4 केते आसला? ना 168। देखिवो इठी पॉइंट पर गोटी संख्या अछि, आर पॉइंट पर जमा नाही, ताले इठी इनडायरेक्टली हमर कोन आसला? माने गोटे संख्या परे ही पॉइंट आसीबो, गोटे संख्या परे पॉइंट आसीबो। ए प्रोसेस को यूज करि परिबो। किंबा तुमे जो पॉइंट वाला को माने फ्रैक्शन में कन्वर्ट करिवो। 42/10 इंटू 4 ऊपरटा गुणले केते होची? 168। तळे अछि 10। 10 माने गोटे संख्या परे पॉइंट 16/8 रे। ए होची प्रोसेस। अच्छा, आ गोटे क्वेश्चन दोची 12.3 इंटू 2.1। 12.3 12.3 इंटू 2.1। देखो स्पीड कहाँ आंसर आसुची? कहाँ आंसर आसुची कोई? देखो आगे आमे कौन करिबा? नॉर्मल मल्टीप्लिकेशन करिबा। एतिकी रे 21 को मल्टीप्लाई करिया। 3 2 1 6 4 2। तो एटा हम लिखले केते? 3 6 2 8 4 1 5 2। देखो एठे हम कौन करि परिया? देखो आर पॉइंट पर गोटे संख्या, आर पॉइंट पर गोटे संख्या, ताले इटी के हला टोटल दुईटी संख्या। तो डाहाण पुट गणी आसे गोटे संख्या दुईटा संख्या। तो ये आंसर केते आसला? 25.82। 25.83। पूरा क्लियर? 25.83। किंबा तुमे एमती भी करि परिबो। तो ए प्रोसेस को सिखो। किंबा तुमे जो 100 वाला कांसेप्ट सिखितली 123/10 इंटू 21/10 ऊपर को मल्टीप्लाई कले केते होची? 2583। 10 इंटू 10, 10 इंटू 10 कहले कौन? इटी गोटे शून्य, इटी गोटे शून्य, इटी हेला दीटा शून्य। केते आसला? दीटा शून्य। तो पॉइंट लगे से प्रोसेस कर परिबो। अच्छा, आ गोटे क्वेश्चन होची देखो 41.2
इंटू 2.41 41.2 इंटू 2.41 केते आसला आंसर आगे नॉर्मली मल्टीप्लाई कर दियो 2 2 4 1 मल्टीप्लाई करते 2 1 4 8 4 16 तापर आसो केते 2 2 4 2 8 ओके इट केते आसला 2 9 4 4 8 4 12 2 1 9 9 तो इट केते आसला 9 9 2 9 2 देखो सिंपल प्रोसेस आर पॉइंट पर केतरा संख्या अछि गोटिए आर पॉइंट पर केतरा संख्या अछि दीटा टोटल हैला केतरा संख्या तीनटा संख्या गोटे दीटा तीनटा तीनटा संख्या पर पॉइंट दे दियो तीनटा संख्या पर पॉइंट दे दियो तीनटा संख्या पर पॉइंट दो तबे केमती 992 पॉइंट तीनटा संख्या पर पॉइंट दो बुझ पेले केमती आर पॉइंट पर अछि केटा संख्या दीटा आर पॉइंट पर गोटिए ताले मिसिक हे गेला केटा तीनटा संख्या तो से प्रोसेस करो किंबा तुम यदि आकु ए प्रोसेस रे कलो तो 1 2/10 इंटू 2 एतिकी बाय 100 उपरटा को मल्टीप्लाई केते कले केते 99292 इठी दीटा शून्य इठी अछि गोटे शून्य ताले केतरा शून्य आसला एक रे तीनटा शून्य आसला तो इठी केते आसला 99.292 पूरा क्लियर अच्छा एबे जिवा डिवीजन को आई थिंक मल्टीप्लिकेशन समस्त हे गेला हो कि ना आई थिंक मल्टीप्लिकेशन समस्त हे गेला यस नो नो इशू अच्छा कल लास्ट क्वेश्चन देखिए हमें जीवा डिवीजन को जल्दी जल्दी आंसर कर दियो 4.5 इंटू 6.8 4.5 इंटू 6.8 अब बेसिकली 5 ରୁ 10 ମିନିଟ ଭିତରେ କ୍ଲାସ୍ ସରିଯିବ 4.5 इंटू 6.8 4.5 इंटू 6.8 4.5 इंटू 6.8 थैंक यू थैंक यू 30.6 किंतु किंतु एबे हेडिंग दियो डिवीजन 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 टा केमती हुए वेरी सिंपल वे मु सिखाई दउची देखो सपोज 8.4 हरण 6.3 ଦେଇଛି तो आम केमी डिवाइड करवा देख प्रथम स्टेप आपको आम कौन करवा सिंप्लीफाई करदे 84.10 हरण 63/10 आर अर्थ हूँ से तो आ धिए आपको ही हरा जीव ना नहीं ताले 84/10 डिवाइडेड 63/10 10 10 कैंसिल हो 10 10 कैंसिल है नहीं तो 84/63 84/63 तेणिक सिंप्लीफिकेशन देख सिंप्लीफिकेशन टा मुझे शिखेनी तापर सिंप्लीफिकेशन को फॉर्मेट रे करा जाए सेटा मु शिखेली किंतु तापरटा हूँ सिंप्लीफिकेशन धरक इथरा एटा 3 रे कटिवो ये भी 3 रे कटिवो कहीं आम केमती जानियो जदि 3 रे कटुची से क्लास अलगा से प्रोसेस अलगा किंतु केमती हुए सेटा शिखेली सपोज मु तुमको गोटे आ गोटे छोटी एग्जांपल दूची सपोज 80.2 हरण सॉरी सपोज मु तुम गोटे क्वेश्चन देली हाँ 8.4 हरण 1.4 आंसर केते आसो 8.4 हरण 1.4 आंसर केते आसो तो फास्ट हम सिंप्लीफाई कर लिखा 8.4/10 हरण 14/10 10 10 कैंसिल 14 को 84 का लिखित होची ना 6 होची 14 को 84 का लिखित 6 होची ना नहीं अच्छा थैंक यू अच्छा आ गोटे क्वेश्चन जदि सपोज 6.9 हरण 3 6.9 हरण 3 তাহলে आंसर केते आसो नॉर्मली सेही प्रोसेस हम मिछवा 6.9 माने कोन 6/6 69/10 हरण 3 देखो 8 ये हूँ गोटे नंबर 3/3 माने 3 अच्छी आर अर्थ माने कौन खाली 3 अच्छी माने कौन सब कौन संख्या तर सब एक था इनडायरेक्टली अर्थ जिते आपको हरा जाए ये उल्टी जीव ना 3/1 एक बाय 3 कौन कर एकटा पलैब उपरକୁ 3 रही तले तो 69 डिवाइडेड बाय 10 इंटू 3 उपरକୁ पलैला 1 कारण 1 गुणिया जहाँ न गुणिया से ये पॉइंट सहित बुझिपार तो केमती पॉइंट है
এই পয়েন্টটা বুঝিবার ଅଛି কারণ এই জায়গায় ହିଁ ପିଲାମାନେ ଭୁଲ କରିଦିଅନ୍ତି, এই ଜାଗାରେ ପିଲାମାନେ ହିଁ ଭୁଲ କରିଦିଅନ୍ତି। ଓକେ, ତ ଗୋଟିଏ 10 ଉପରକୁ ପଳେଇଲା, ଆଉ ଗୋଟେ ତଳେ, ତାହେଲେ ଏଠି କଣ ହେଲା ନା 3 ରେ କଲେ କେତେ ହଉଛି 2 3, ତଳେ ଅଛି 10, ତ ଏଠି 2.3 ଆସିଗଲା। କେତେ ଆସିଲା 2.3। ଆଚ୍ଛା, ମୁଁ ଆଉ ଗୋଟେ କ୍ୱେଶ୍ଚିନ୍ ଦଉଛି, ମୁଁ ଆଉ ଗୋଟେ କ୍ୱେଶ୍ଚିନ୍ ଦଉଛି। ସପୋଜ ସପୋଜ ମୁଁ ଲେଖିଲି 42.21 ଅଛି, ତ ହରାଯିବ 4.6, ହରାଯିବ 4.6। ଦେଖ ମୁଁ ପରଫେକ୍ଟ ଆନ୍ସର ଚାହୁଁନି, ବଟ୍ କେମିତି ହୁଏ ଶିଖଉଛି। ଆର ମୂଲ୍ୟଟା କଣ ଆସିଲା 24/21/100 ହରଣ ଆର ମୂଲ୍ୟ କେତେ ଆସିଲା 46/10। ତ ଆମେ ଆକୁ ହରିବାର ନାହିଁ, ହରିଲା ବେଳେ କେମିତି ଲେଖା ହଉଛି 21/100 ହରଣ 46/10। এটা উল্টি ଯିବ, ଉଲ୍ଟି ଯିବ ମାନେ ଏ 10ଟା ଉପରକୁ ପଳେଇବ, 46ଟା ତଳେ ରହିବ। ତାପରେ 2421 ଡିଭାଇଡେଡ୍ ବାଇ 100 ଇଣ୍ଟୁ ତଳେ ରହିବ 46, ଉପରେ ପଳେଇଲା 10। ହଁ କି ନା, ଏଠୁ ଗୋଟେ ଶୂନ ଏଠୁ ଗୋଟେ ଶୂନ କ୍ୟାନସଲ ହେଲା, ତାପରେ ସିମ୍ପଲିଫାଏ, ତାପରେ ସିମ୍ପଲିଫାଏ। ବୁଝିପାରିଲ ସମସ୍ତେ, ହଁ କି ନା? ଇଏ ସନ୍। ତ ଆଜିର କ୍ଲାସକୁ ସମସ୍ତେ ବୁଝିପାରୁଛ, ଏ ଯୋଉ କନସେପଚୁଆଲ କ୍ଲାସ। ମୋର କହିବା କଥା ଆକ୍ଚୁଆଲି ତୁମକୁ ଏଇ ଲେବୁଲରୁ ଦରକାର ନା ଡାଇରେକ୍ଟ ପରସେଣ୍ଟେଜ ଦରକାର? ମୋର କ୍ୱେଶ୍ଚିନ୍ ହଉଛି ଯେ ତୁମକୁ ଏଇ ଯୋଉ ଜିନିଷ ଛୋଟ ମୋଟ ଜିନିଷ ଦରକାର ନା ଡାଇରେକ୍ଟ ପରସେଣ୍ଟେଜ ଦରକାର? ଏଇଟା ଦରକାର ତ। ଆଜି ଆକୁ ନେଇକିରି ତୁମମାନେ ମଧ୍ୟ ଯୋଉମାନେ, ମୁଁ ଏଇଠି ଏଇଠି ଗୋଟେ କଥା କହୁଛି, ଆଜି କୋଉଠି କ୍ଲାସକୁ ଆଉ ଗୋଟେ ଜିନିଷ ମୁଁ ତୁମମାନଙ୍କ ପାଇଁ ଅପଲୋଡ କରିବି। ଟିକେ ୱେଟ୍ କର, ଗୋଟେ ମିନିଟ୍, ଗୋଟେ ସେକେଣ୍ଡ। ଦେଖ, ଯୋଉମାନେ ବ୍ୟାଚରେ ଅଛ, ଯୋଉମାନେ ବ୍ୟାଚରେ ଅଛ, ତୁମେ ଲକ୍ଷ୍ୟ କରିବ ସମସ୍ତ ବ୍ୟାଚର ମ୍ୟାଥ ଫାଇଲକୁ ଯିବ। ମ୍ୟାଥ ଫାଇଲରେ ଗୋଟେ ଫୋଲ୍ଡର, ମୁଁ ସେ ଓଏସ୍ ପିଲା ହୁଅନ୍ତୁ, ସେ ସିଜିଏଲ ରାପିଡ ଫାଇଲ ପିଲା ହୁଅନ୍ତୁ, ଗୋଟେ ଫୋଲ୍ଡର ମୁଁ ତିଆରି କରିବି ଯାହା ନାଁ ଥିବ 0 to Hero ମ୍ୟାଥ। ସେଇଥିରେ ଅପଲୋଡ କରିବି ମ୍ୟାଥ ଫାଇଲରୁ 0 to Hero ମ୍ୟାଥ। ସେଇଠି ପୁରା ଆଉ ପ୍ରତ୍ୟେକ ଦିନର ଡେଟ୍ ପକେଇକିରି ମୁଁ କ୍ଲାସକୁ ଅପଲୋଡ କରିବି। ତା ତଳେ ହୋମୱାର୍କ ମଧ୍ୟ ଅପଲୋଡ କରିବି। ଆଉ ତୁମମାନଙ୍କର କାମ ହଉଛି ସେ ହୋମୱାର୍କକୁ କମ୍ପ୍ଲିଟ୍ କରିବ ଏଭ୍ରିଡେ ବେସିସରେ। ଏଭ୍ରିଡେ ବେସିସରେ ସେ ହୋମୱାର୍କକୁ କମ୍ପ୍ଲିଟ୍ କରିବ। ଇଏ ଶୁଣୁ, ହଁ କି ନା? ପୁରା ଏଇ ପ୍ରୋସେସରେ ଆମେ ଯିବା। 50ଟା କ୍ଲାସ୍, ଗୋଟେ କ୍ଲାସ୍ କମ୍ପ୍ଲିଟ୍ ହେଇଛି, ଆଉ 49ଟା କ୍ଲାସ୍ ଅଛି ଆମ ହାତରେ। ଓକେ, ଥ୍ୟାଙ୍କ ୟୁ।